श्रीमद्भागवत सप्तम स्कंद नवम अध्याय। कालर बले संग होई जाहाकु जेणे संजोगई एणे काहाकु न जोगाई से फल पर हस्ते देई ताकुआ सई काहि थोई काहाकु काहा नेई देई जीवर करे नाना गति एमंत प्रधान प्रकृति से जीव तार संगे रहे भावे भ्रमई सर्वदेहे जीव तोर अंशुजात ଯାହାର ବଶ ଏ ଜଗତ ତାହାକୁ କର୍ମମୟ କରି ଏ ମାୟା ଯମ ରୂପ ଧରି କାଳର ବଳେ ବଶ ହୋଇ ବେଦ ବଚନେ ବଦ୍ଧ ଜହିଁ ସଂସାର କ୍ରୀଡ଼ା ଘେନି କରେ କର୍ମ ଭ୍ରମଇ ଅତି ଖରେ ଦଶ ଇନ୍ଦ୍ରିୟ ମନ ସଙ୍ଗ ଶବ୍ଦ ସ୍ପରଶ ରୂପ ଗନ୍ଧ ରସେ ରସଇ ସର୍ବକାଳେ ଏମନ୍ତେ ଭ୍ରମେ ସବୁବେଳେ ଏମନ୍ତ ଚକ୍ରେ ଜୀବ ବସି କର୍ମ ବିଷୟା ରସେ ରସି ଚକ୍ରେ ଭ୍ରମଇ ଦୁଃଖ ସହି ତାବତ ଆତ୍ମା ମୋକ୍ଷ କାହିଁ ନିତ୍ୟ ଜୀବିତ ଆତ୍ମା ଗୁଣ ସ୍ୱତେଜ ବଳେ ନାରାୟଣ କାଳକୁ ଆତ୍ମା ବଶ କରି ବିଷୟ ଶକ୍ତିକୁ ଆବରି ସେ ସୃଷ୍ଟି କାଳ ଚକ୍ରେ ଥାଇ ସେ ଚକ୍ରେ ଜୀବକୁ ବସାଇ ପେଡ଼ଇ ଇକ୍ଷୁ ଯନ୍ତ୍ର ପ୍ରାୟ ତେଣୁ ପୀଡ଼ଇ ମୋର କାଏ ଏବେ ମୁଁ ତୋ ଚରଣ ଗତେ ଚକ୍ରୁଧର ନାଥ ମତେ ଏବେ ମୁଁ ଦେଖିଲି ପ୍ରତ୍ୟକ୍ଷେ ଭୋନାଥ ମୋହର ସମକ୍ଷେ ବ୍ରହ୍ମାଣ୍ଡ ମଧ୍ୟେ ଯେତେ ଦେବା ମନୁଷ୍ୟ କରି ତାଙ୍କୁ ସେବା ଇଛନ୍ତି ଐଶ୍ୱର୍ଯ୍ୟ ଭୋଗ ସାତ୍ବିକ ସଂଯୋଗ ବିଯୋଗ ଏ ଦେବେ ମୋର ପିତ୍ରା ତ୍ରାସେ ଦଣ୍ଡେ ନଥାନ୍ତି ଅବକାଶେ ଦ୍ରହାସ ଭ୍ରୁକୁଟି କୁଟିଳ ଭୟର ରହି ଆଖଣ୍ଡଳ ତୁ ଏବେ ଏହାକୁ ସଂହାରି ରଖିଲୁ ସର୍ବଦେବ ଶିରି ତେଣୁ ମୁଁ ପ୍ରାଣୀଙ୍କ ବିଶ୍ୱାସେ ଯେ ଫଳ ଏ ଭୂତ ଭବିଷ୍ୟେ ଆତ୍ମା ସଂଯୋଗ ପ୍ରିୟ ଅର୍ଥେ ଇନ୍ଦ୍ରିୟ ସୁଖ ପରମାର୍ଥେ ଏ ସର୍ବ ବାଞ୍ଛିତୋର ବଳେ କାଳ ହରଇ ଅବହେଳେ ତେଣୁ ମୋହର ନାହିଁ କାର୍ଯ୍ୟ ଚରଣେ ରଖ ଦେବରାଜ ତୋ ମାୟା ଅଶେଷ ସଂସାରେ ସ୍ୱପ୍ନ ମୃଗ ତୃଷ୍ଣା ଆକାରେ ଯେ କରେ ରୋଗର ମହିମା ଅଶେଷ ରୋଗଙ୍କର ସୀମା ଏ ସର୍ବ ସ୍ତୁତି ମୁହିଁ ଶୁଣି ସ୍ୱପ୍ନ ପ୍ରାୟ ଏକ ପରିମାଣୀ ଅଛଇ ତୋର ମାୟା ମୋହେ କେବେ ହେଁ ବିରକତ ନୁହେଁ କାମ ଅନଳ ସୁଖେ ଲଭେ ଯେମନ୍ତେ ନିବୃତ୍ତି ସମ୍ଭବେ ମୋହର ଜନ୍ମର ଲକ୍ଷଣ ଅଧିକ ତାମସ ପ୍ରମାଣ ଅସୁର କୋଳେ ମୋର ଦେହି ତ ତହୁଁ ଅନ୍ୟ ମୋର ନାହିଁ ତୁ ହସ୍ତ ମୋର ଶିରେ ଆଣି ପ୍ରସନ୍ନେ ଦେଲୁ ପଦ୍ମ ପାଣି ତୋର ପ୍ରସାଦେ ପଦ୍ମନାଭ ବ୍ରହ୍ମା ଶଙ୍କରେ ଯେ ଦୁର୍ଲଭ କମଳା ତୋର ପାଦେ ଥାଇ ତୋ ପାଦ ଲଭି ନ ପାରଇ ତୋର ମହିମା ଭାବଗ୍ରାହୀ ପର ଅପର ତୋର ନାହିଁ ଏ ଜୀବ ପରାପର ଜାଣେ ସଂସାରେ ଗତି ପରିମାଣେ ଉତ୍ତମେ ସେବି ତୋ ଚରଣେ ସେ ପ୍ରାଣୀ ଖଟେ ଅନୁକ୍ଷଣେ ସେ ପାଦ ତାରେ ଦୟା କରେ ପ୍ରସନ୍ନେ ସର୍ବ ଦୁଃଖ ହରେ ସେବାନୁରୂପେ ଫଳ ଦେଇ ପର ଅପର ତୋର ନାହିଁ ଏମନ୍ତ ଭବ ବନ୍ଧ କୂପେ ଅନ୍ତେ ପୀଡ଼ିତ କାଳ ସର୍ପେ ସେ କୂପେ ପଡ଼ି ସର୍ବଜନେ କାମ କଳ୍ପନ୍ତି ନୀତି ମନେ ତାହାଙ୍କ ସଙ୍ଗ ଫଳ ପାଇ ସେ କାମ କଳ୍ପୁଥାଇ ମୁହିଁ ନାରଦ ମୁନି ମହାଶୟ ସେ ମତେ କଲେ ଅନୁଗ୍ରହ ଏଣୁ ସାଧୁଙ୍କ ସଙ୍ଗେ ବଢ଼ି ତ ସେ ମୋ ବାଳ ମତି ଛାଡ଼ି ଅନନ୍ତ ମୋ ପ୍ରାଣ ରକ୍ଷଣ ପିତାର ମରଣ କାରଣ ଭକ୍ତ ବାକ୍ୟ ରକ୍ଷଣ ଅର୍ଥେ ତୋ ଅବତାର ଏ ଜଗତେ ମୋ ପିତା ଖଡ୍ଗ ଧରି କରେ ପ୍ରତିଜ୍ଞା କଲା ମୋ ଆଗରେ ବୋଇଲା ଦେଖା ତୋ ଈଶ୍ୱର ନୋହିଲେ ଛେଦିବି ତୋ ଶିର ମୁହିଁ ଈଶ୍ୱର ତିନି ପୁରେ ମୋ ତହୁଁ ଅଛି କେବା ପରେ ଏଣୁ ମୋ ବାକ୍ୟ ସତ୍ୟ କରି ତୋହର ରୂପ ନର ହରି ତୁ ଏ ଜଗତ ରୂପ ଧରି ସଂସାର ମଧ୍ୟେ ବିଜେ କରି ପ୍ରକାଶ ସ୍ଥୂଳ ସୂକ୍ଷ୍ମ ରୂପେ ନିର୍ଲେପ ହେଉ ଏକ ରୂପେ ସଗୁଣେ ଭଜୁ ଗୁଣମୟେ ମାୟା ପ୍ରକାଶ ନାନା ଦେହେ ବିହରୁ ଗୁଣ ମଧ୍ୟେ ପଶି କେ କହେ ତୋ ଗୁଣ ବିଶେଷୀ ସତ୍ୟ ଅସତ୍ୟ ଏ ଜଗତ ତୋ ତହୁଁ ନୁହେଁ ଭିନ୍ନ ମତ ମାୟାରେ ଆତ୍ମା ପରକାରେ ଅଶେଷ ବୁଦ୍ଧିର ବିଚାରେ
ସ୍ଥିତିପାଳକ ଅନ୍ତର୍ଦୃଷ୍ଟି ତରୁ ପଲ୍ଲବ ପ୍ରାୟ ସୃଷ୍ଟି ଜଗତେ ତୁ ହି ମାୟା ବଳେ ଆତ୍ମାରେ ଥାଉ ତୁ ନିଶ୍ଚଳେ ସୃଷ୍ଟି ସଂହାରୀ ମାୟା ବଳେ ନାଗ ଶୟନ ତୁ ନିଶ୍ଚଳେ ତୁ ନିଜ ସୁଖ ଅନୁଭବ ନିତ୍ୟ ସ୍ୱରୂପ ପଦ୍ମନାଭ ମୁଦ୍ରିତ ଲୋଚନେ ମୁରାରି ନିଦ୍ରାକୁ ହୃଦୟରେ ସଂହରି ତୁ ହି ଅଖିଳ ରହୁ ତହିଁ ଗୁଣ ସମ୍ଭବ ଆଉ ନାହିଁ ସେ ଗୁଣ ମାନ ତୋ ଶରୀରେ ଚେତଇ ନିଦ୍ରା ଅଭ୍ୟନ୍ତରେ କାଳର ବଳେ ତୋ ନୟନେ ଯୋଗ ସମାଧି ଅବସାନେ ତୋ ନାଭି ମଧୁ ଜଳ କୋଣ ବୀଜ ପ୍ରକାଶେ ତତ୍କ୍ଷଣ ବଟ ବୃକ୍ଷର ପ୍ରାୟ ହୋଇ ପଦ୍ମ ମୃଣାଳ ପ୍ରକାଶଇ ସେ ପଦ୍ମ ମଧୁ ବ୍ରହ୍ମା ଜାତ ନ ଜାଣେ ଆତ୍ମାର ତଦନ୍ତ ତୁ ଜୀବ ଆତ୍ମା ତା ଶରୀରେ ପ୍ରକାଶୁ ବାହ୍ୟ ଅଭ୍ୟନ୍ତରେ ତାହା ନ ଜାଣେ ତାହା ନ ଜାଣେ ବେଦ ମୁଖେ ଆରତେ ଖୋଜିଲା ଅନେକେ କାହୁଁ ଅଇଲି ବୋଲି ଚିନ୍ତି ଭଏ ଭାଜିଲା ପ୍ରଜାପତି ପୁଣି ପଶିଲା ମହାଜଳେ ସତେ ବରଷ ଯୋଗ ବେଳେ ଅଙ୍କୁର ମାର୍ଗେ ବୀଜ ଲୋଡ଼ି ଭ୍ରମଇ ବହୁ ଦୁଃଖେ ପଡ଼ି ରହି ନ ପାରି ମହାଜଳେ ପୁଣି ଉଠିଲା ଆସି କୂଳେ ଭାଳଇ ପଦ୍ମ ମଧ୍ୟରେ ରହି ତ ଅନ୍ତ ପାଇବ ସେ କାହିଁ ତୋତେ ନ ପାଇ ପ୍ରଜାପତି ତପ ସାଧନେ ଦେଲା ମତି ଅନେକ କାଳ ସାଧି ତପ ଦେଖିବା ନିମନ୍ତେ ତୋ ରୂପ ଦେଖି ଅନୁମାନେ ଭୂମିରେ ଖଦ୍ୟତ ଯେସନେ ସହସ୍ର ବଦନ ନୟନ ସହସ୍ର ଶିର ନାସା କର୍ଣ୍ଣ ସହସ୍ର ଉର ସହସ୍ର ପାଦ ସହସ୍ର ଭୁଜେ ସହସ୍ରାୟୁଧ ସେ ମାୟାମୟ ରୂପ ସୁଖେ ବିଧାତା ଦେଖିଲା ସମ୍ମୁଖେ ତୋହର ଦେଖି ଦିବ୍ୟ ବେଶ ବିଧାତା ହୋଇଲା ସନ୍ତୋଷ ବ୍ରହ୍ମାର ଅର୍ଥେ ପଦ୍ମନାଭ ରୂପ ପ୍ରକାଶୁ ହୟଗ୍ରୀବ ବିଷ୍ଣୁର ଯୋଗ ନିଦ୍ରା କାଳେ ଶ୍ରବଣୁ ମଳ ପଡ଼ି ଜଳେ